ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜନଗଣନାରେ ଯେଉଁମାନେ ନିୟୋଜିତ ହୋଇଛନ୍ତି ସେମାନେ ତାଙ୍କର କର୍ତ୍ତବ୍ୟ ସେମାନେ କରୁଛନ୍ତି। ତେଣୁ ତାଙ୍କୁ ଜନଗଣନାରେ ସମସ୍ତେ ତାଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି। ଆଉ ଯେଉଁ ଜାଗାରେ ତାଙ୍କୁ ଆକ୍ରମଣ ହେଉଛି ନିଶ୍ଚୟ ଯେଉଁମାନେ ବି ଆକ୍ରମଣ କରୁଛନ୍ତି ସେମାନେ ନିୟମ ଅନୁସାରେ ଦଣ୍ଡିତ ହେବେ, ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ନିଆ ହେବ। ଯେତେବେଳେ କାହାରିକୁ ଯଦି ସେଭଳି ଆକ୍ରମଣ ହେଉଛି ନିଶ୍ଚୟ ସେମାନେ ଏଫଆଇଆର କରିବେ ଏବଂ ସେହି ଅନୁସାରେ ତାର ତଦନ୍ତ କରିକିନା ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଖନ୍ତୁ ଏ ବିଷୟରେ ସରକାର ତରଫରୁ ବି କଠୋର ପଦକ୍ଷେପ ନିଆଯାଇଛି। ଯେଉଁମାନେ ବି ଆକ୍ରମଣ କରିଛନ୍ତି ତାଙ୍କ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୋଲିକିନା ସରକାରଙ୍କ ତରଫରୁ କୁହାଯାଇଛି। ମୋତେ ଆଶା ଲାଗୁଛି ନିଶ୍ଚୟ ଏଥିରେ ସମସ୍ତେ ଭୟଭୀତ ହେବେ। କେହି ବି ଆଉ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେଉଁମାନେ ଜନଗଣନାରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ କୌଣସି ବ୍ୟକ୍ତି ସେଭଳି ସାହସ କରିବେ ନାହିଁ। ଆଗାମୀ ଦିନରେ ଯେମିତି ଆକ୍ରମଣ କରିବେ ନିଶ୍ଚୟ ଜନଗଣନା କାର୍ଯ୍ୟ ସୁରକ୍ଷିତ ରହିବ। ଆଉ ଯେଉଁମାନେ ଜନଗଣନାରେ ନିୟୋଜିତ ହୋଇଛନ୍ତି ତାଙ୍କର ସୁରକ୍ଷା ପ୍ରତି ନିଶ୍ଚୟ ଧ୍ୟାନ ଦିଆଯିବ। ଦେଖନ୍ତୁ ସରକାରର କାର୍ଯ୍ୟ କରିବାକୁ ପଡ଼ିବ। ଆଉ ଶିକ୍ଷକମାନଙ୍କୁ ଛାଡ଼ିଲେ ଆଉ ଆମେ କାହାକୁ ଜନଗଣନାରେ ନିୟୋଜିତ କରିବୁ ସେ କଥା ବି ରହିଛି। ଯେହେତୁ ଶିକ୍ଷକମାନେ ଗାଁରେ ରହୁଛନ୍ତି ସେମାନେ ସବୁ ଘରକୁ ସବୁ ବ୍ୟକ୍ତିକୁ ଜାଣିଛନ୍ତି। ଯେହେତୁ ସେମାନେ ସହଜରେ ଜନଗଣନା କାର୍ଯ୍ୟ ଗତ ଦିନମାନଙ୍କରେ ବି କରି ଆସୁଛନ୍ତି, ଆଜି ବି ସେମାନେ ଜନଗଣନା କାର୍ଯ୍ୟ କରିବେ। ତା ସହିତ ବି ନିଶ୍ଚୟ ପାଠପଢ଼ାରେ ତ କିଛି ପ୍ରଭାବିତ ହେବ ଏହା କଥା। ତାପରେ ବି ଜନଗଣନା କାର୍ଯ୍ୟ ସରକାରୀ କାର୍ଯ୍ୟକୁ କରିବାକୁ ପଡ଼ିବ। Exchange your old AC and take home a new power saving AC. Save up to ₹10,000. Patro Electronics, Odisha's largest AC seller.